ତୁଳା ରାଶି 2026 ରାଶିଫଳ। ତ ଏଇ ରାଶିଫଳ ଦେଖିବା ପୂର୍ବରୁ ତ ଆପଣମାନଙ୍କୁ କହି ରଖୁଛି, ଯଦି 5 ବର୍ଷ ହେଲାଣି ଆପଣମାନଙ୍କର ଭଲ ନାହିଁ ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଏମିତି ଆପଣମାନଙ୍କୁ ଉପାୟଟେ ବତେଇବି ଯେଉଁଟାକି ଆପଣମାନେ ନିଶ୍ଚିତ ଭାବରେ ଯେଉଁମାନେ 5 ବର୍ଷ ହେଲାଣି ବା 3 ବର୍ଷ ହେଲାଣି ତାଙ୍କର ଭଲ ପଡ଼ିନି ତ ସେ ସବୁ ଆପଣମାନେ ଦୂର ହୋଇଯିବ। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଆପଣମାନଙ୍କୁ ବତେଇଦେବି ଆପଣମାନେ କ'ଣ କରିବେ। ତେବେ ତୁଳା ରାଶିର ଯେଉଁ ଭାଗ୍ୟଫଳ ରହିଛି 2026 ଜାଣିବା। କାମ କାର୍ଯ୍ୟ ବା କ୍ୟାରିୟର କ'ଣ ରହିଛି, ଧନ ଅର୍ଥ ବା କ'ଣ ରହିବ, ପ୍ରେମ ବା ଦାମ୍ପତ୍ୟ ଜୀବନରେ ଆପଣମାନେ ଯଦି ବୈବାହିକ ଜୀବନ ଅଛନ୍ତି ତ କ'ଣ ଘଟିବ, ବା ଯେଉଁ ପ୍ରେମ ଦାମ୍ପତ୍ୟ ଜୀବନ ଆପଣମାନେ କ'ଣ ଘଟିବ ତାହା ଜାଣିବାକୁ ପାଇବେ। ସ୍ୱାସ୍ଥ୍ୟ ସମସ୍ୟା ଆପଣମାନେ ଆସିପାରେ କି ନ ଆସିପାରେ ତାକୁ ମଧ୍ୟ ଆପଣମାନେ ଜାଣିବେ। ଶୁଭ ସମୟ ଓ ଉପାୟ ରହିବ। ତୁଳା ରାଶି ପାଇଁ କ'ଣ କରିଲେ ଜୀବନରେ ଭଲ ହେବ, ଏସବୁ ଗୁଡ଼ିକ ଆପଣମାନେ ଆଜି ଜାଣିବାକୁ ପାଇବେ। ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ। ତେବେ ଚାଲନ୍ତୁ ପୁରା ଡିଟେଲ୍ସ ମୁଁ ଆପଣମାନଙ୍କୁ ଅପଡ଼େଟ୍ ବତେଇ ଦେଉଛି। ତେବେ ତୁଳା ରାଶିର ଯେଉଁ ବ୍ୟକ୍ତିମାନେ ଅଛନ୍ତି ତ ସେମାନଙ୍କର କ'ଣ ରହୁଛି ବା ଅନ୍ୟକୁ ସାହାଯ୍ୟ କରିବା ପାଇଁ ସେମାନେ ନିଜକୁ ଭୁଲିଯାନ୍ତି, ଯେଉଁଟାକି ସେମାନେ ଯେଉଁ ତୁଳା ରାଶିର ବ୍ୟକ୍ତିମାନେ ଅଛନ୍ତି ପ୍ରାୟ ସମସ୍ତ ବ୍ୟକ୍ତିମାନେ ଏଇଟା ହିଁ ତାଙ୍କର ଯିଏକି ସମସ୍ୟା ରହୁଛି। କ'ଣ ସେମାନେ ନିଜକୁ ଭୁଲିଯାଆନ୍ତି, ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି କିନ୍ତୁ ନିଜେ ଦୁଃଖରେ ରହୁଛନ୍ତି। ତ ମୁଁ ଆପଣମାନଙ୍କୁ କହି ରଖୁଛି। ତେବେ ଚାଲନ୍ତୁ ଜାଣିବା ତୁଳା ରାଶିର ଯାହା ବି ମୁଁ ଅପଡ଼େଟ୍ ଆପଣମାନଙ୍କୁ ଥମ୍ବନେଲ୍ ଦେଖିକି ଆସିଥିଲି ପୁରା ଗୋଟି ଗୋଟି କରି ଆପଣମାନଙ୍କୁ ବୁଝେଇଦେବି। ଯଦି ମୋ ଚ୍ୟାନେଲକୁ ନୂଆ ଆସନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତ ପ୍ରକାର ଭିଡ଼ିଓ ମୋ ଚ୍ୟାନେଲରୁ ଆପଣମାନେ ଜାଣିବାକୁ ପାଇବେ, ଦେଖିବାକୁ ପାଇବେ, ବୁଝିବାକୁ ପାଇବେ ମଧ୍ୟ। ତେବେ ଚାଲନ୍ତୁ ମୁଁ ଆରମ୍ଭ କରିବି। ତ ଆଜିର କ'ଣ ରହିଛି ତ ଚାଲନ୍ତୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ସମୟ ଅଛି ନିହାତି ଭାବରେ ଦେଖନ୍ତୁ, ତ ମୁଁ ସବୁକିଛି ଉପାୟ ଆପଣମାନଙ୍କୁ ବତେଇଦେବି। ତେବେ ମୁଁ କହି ରଖୁଛି ଯେଉଁ ତୁଳା ରାଶିର ରହିଛି କାମ କାର୍ଯ୍ୟ ବା କ୍ୟାରିୟର ରହିଛି। ଦେଖନ୍ତୁ ବର୍ଷ ଆରମ୍ଭରେ ଆପଣମାନଙ୍କର କାମ କିଛି ବିଘ୍ନ ଘଟିବ, ହେଇପାରେ ବା ନ ହେଇପାରେ କିଛି ନାହିଁ। କିନ୍ତୁ ମାର୍ଚ୍ଚ ଜୁନରେ ଯେଉଁ ରହିଛି ତ ଆପଣମାନଙ୍କର କ'ଣ ହେବ, ପଦୋନ୍ନତି ହେବ, ନୂଆ ଦାୟିତ୍ୱରେ ଆପଣମାନେ ସୁଯୋଗ ପାଇବେ। କେବେ ମାର୍ଚ୍ଚ ଆଉ ଜୁନରେ। ତ ବୁଝିପାରୁଛନ୍ତି କି ନାହିଁ। ତେବେ ରହିଛି କ'ଣ ନା ବ୍ୟବସାୟରେ ଭାଗିଦାରୀ ଆପଣମାନେ ଲାଭଦାୟକ ହେବ, କିନ୍ତୁ ଲେଖାପଢ଼ା ଆପଣମାନଙ୍କୁ ସ୍ପଷ୍ଟ ରଖିବାକୁ ପଡ଼ିବ। ଯଦି ବିଜନେସ୍ କରୁଛନ୍ତି, ବ୍ୟବସାୟ କରୁଛନ୍ତି ତେବେ ଆପଣମାନଙ୍କୁ ଲେଖାପଢ଼ା ସ୍ପଷ୍ଟ ରଖନ୍ତୁ। ମାର୍ଚ୍ଚ ଜୁନରେ ପଦୋନ୍ନତି ହେବ, ନୂଆ ଦାୟିତ୍ୱରେ ଆପଣମାନେ ସୁଯୋଗ ଆସିବ। ଏଇଟା ହିଁ 100% ରହିଛି। ତେବେ ତାପରେ କ'ଣ ରହିଛି, ଧନ ଆଉ ଅର୍ଥ। ଦେଖନ୍ତୁ ଧନ ଆଉ ଅର୍ଥ ଯେଉଁ ରହିଛି ମୁଁ ଆପଣମାନଙ୍କୁ କହି ରଖୁଛି। ଆୟ ଆପଣମାନଙ୍କ ସ୍ଥିର ରହିବ। ଜୁଲାଇ ପରେ ସେଭିଂ ଆପଣମାନଙ୍କର ବଢ଼ିବ। ଜୁଲାଇ ମାସ ପରେ ଆପଣମାନଙ୍କର ସେଭିଂ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କଲେ ବର୍ଷ ଶେଷରେ ଆପଣମାନେ ଲାଭ ପାଇବେ। ମନେ ରଖନ୍ତୁ, ବର୍ଷ ଶେଷ ଯଦି କିଛି ବାଜ୍ୟ ଖର୍ଚ୍ଚ ରହୁଛି ତେବେ ଯଦି ଆପଣମାନେ ନିୟନ୍ତ୍ରଣ କରନ୍ତି ବର୍ଷ ଶେଷରେ ଆପଣମାନଙ୍କୁ ଲାଭ ନିଶ୍ଚିତ ଭାବରେ ମିଳିବ। ଜମିବାଡ଼ି ରହିଛି, ଯାନ କ୍ରୟରେ ଆପଣମାନଙ୍କ ଯୋଗ ରହିବ। ନଭେମ୍ବର ଓ ଡିସେମ୍ବର ମାସରେ ଆପଣମାନଙ୍କର ଯଦି ନୂଆ ଜମିବାଡ଼ି କିଣିବେ ବା ଗାଡ଼ି ବା ମୋଟର ସାଇକେଲ କିଣିବେ, କାର୍ କିଣିପାରନ୍ତି ତେବେ ନଭେମ୍ବର ଆପଣମାନଙ୍କ ଡିସେମ୍ବରରେ ଯୋଗ ରହିବ, ଶୁଭ ଦିନ ରହିବ। ବୁଝିପାରୁଛନ୍ତି କି ନାହିଁ। ତାପରେ ଆସିଲା ଆପଣମାନଙ୍କର ପ୍ରେମ ଆଉ ଦାମ୍ପତ୍ୟ ଜୀବନ, ଯେଉଁଟାକି ପରିବାର ଭିତରେ ଆପଣମାନଙ୍କର ଦେଖିବାକୁ ମିଳେ। ସମ୍ପର୍କରେ ଆପଣମାନଙ୍କର ସୁଧାର ଓ କଥାବାର୍ତ୍ତା ମୁଖ୍ୟ ଆପଣମାନଙ୍କର ଏକୁ ବଦଳିବାକୁ ପଡ଼ିବ। ସମ୍ପର୍କରେ ସୁଧାର କରିବେ, କଥାବାର୍ତ୍ତା ମୁଖ୍ୟଟା ଆପଣମାନଙ୍କର ରହିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ବର୍ଷ ମଧ୍ୟ ରହିଛି, ଶେଷ ଦିଗରେ ରହିଛି। ବର୍ଷ ମଧ୍ୟ ଶେଷ ଦିଗରେ ମଧ୍ୟ ଆପଣମାନଙ୍କର ବିବାହ ଯୋଗ ରହିଛି। ଭୁଲ ବୁଝାବୁଝି ହେଲେ ଶାନ୍ତ ରୁହନ୍ତୁ। ଯଦି କେଉଁଠି ଭୁଲ ବୁଝାବୁଝି ହେଉଛି ତେବେ ସେଠି ଆପଣମାନେ ନିଜକୁ ଶାନ୍ତ ରଖିବାକୁ ହିଁ ପଡ଼ିବ। ବୁଝିପାରୁଛନ୍ତି କି ନାହିଁ। ତାପରେ ରହିଲା ସ୍ୱାସ୍ଥ୍ୟ। ଦେଖନ୍ତୁ ସ୍ୱାସ୍ଥ୍ୟଟା ଯେଉଁ ରହିଛି ଏଇଟା ଆମେ କ'ଣ ସ୍ୱାସ୍ଥ୍ୟ ରହିଛି ନା ଷ୍ଟ୍ରେସ୍ ରହିବ, ଗଳା କିଡ଼ନୀ ସମ୍ବନ୍ଧୀୟ ସାଧାରଣ ସମସ୍ୟା ହୋଇପାରେ। ନିୟମିତ ବ୍ୟାୟାମ, ପାଣି ପିଇବା, ଯୋଗ ଉପକାରୀ। ତ ମନେ ରଖନ୍ତୁ ବର୍ତ୍ତମାନ ସମୟରେ ରୋଗ ବଢ଼ିବାରେ ଲାଗିଛି। ଖାଦ୍ୟ ପଦାର୍ଥ ସବୁ ବିଷାକ୍ତ ହୋଇଗଲାଣି। ତ ତାକୁ ଆପଣମାନେ କଣ୍ଟ୍ରୋଲ କରିବାକୁ ପଡ଼ିବ ସ୍ୱାସ୍ଥ୍ୟ ପାଇଁ, ସମସ୍ତ ରାଶିମାନଙ୍କ ପାଇଁ। ବୁଝିପାରୁଛନ୍ତି କି ମାନେ ଷ୍ଟ୍ରେସ୍ ରହିଲା, ଚାପ କିଛି ରହିବ। ତାପରେ ରହିବ ଶୁଭ ସମୟ ଆଉ ଉପାୟ ରହିଛି। ଦେଖନ୍ତୁ ଯେଉଁ ଦର୍ଶକ ବନ୍ଧୁମାନେ ଦେଖୁଛନ୍ତି ତ ଲାଇକ୍ ମଧ୍ୟ ନିଶ୍ଚିତ ଭାବରେ କରନ୍ତୁ। ଶୁଭ ସମୟ ଆଉ ଉପାୟ ରହିଛି। ଶୁଭ ମାସ ରହିଲା ଏପ୍ରିଲ, ଜୁନ ଆଉ ଅକ୍ଟୋବର। ଏଇ 3ଟା ମାସ ଆପଣମାନଙ୍କର ଶୁଭ ମାସ ରହିବ। ତାପରେ ରହିଛି କ'ଣ, ଶୁଭ ଦିନ ରହିଛି ଶୁକ୍ରବାର ଆଉ ବୁଧବାର। ଏଇ ଦିନରେ ଆପଣମାନେ କିଛି ଗୋଟେ ଶୁଭ ଆରମ୍ଭ କରିପାରିବେ। ବୁଝିପାରୁଛନ୍ତି କି ନାହିଁ। ରୁଦ୍ରାକ୍ଷ ରହିଛି 6
ଛଅମୁଖୀ ଶୁକ୍ର ଶକ୍ତି, ସାତମୁଖୀ ହେଲା ଧନ ସ୍ଥିରତା। ଯଦି ଆପଣମାନେ ରୁଦ୍ରାକ୍ଷ ରହୁଛନ୍ତି, ରୁଦ୍ରାକ୍ଷ ଉପରେ ମୁଁ ଆପଣମାନଙ୍କୁ ସେପାରେଟ୍ ଭିଡ଼ିଓ ବନେଇଦେବି। କେଉଁଟା ଆପଣମାନେ ଅରିଜିନାଲ ରୁଦ୍ରାକ୍ଷ ଆପଣମାନେ ଜାଣିବେ କେମିତି, କେଉଁଠୁ କିଣିବେ, ସବୁ ଡିଟେଲ୍ସ ଆପଣମାନଙ୍କୁ ନେଇ ଆସିବି, ଚିନ୍ତା କରନ୍ତୁ ନାହିଁ। ମନ୍ତ୍ର ରହିବ ଆପଣମାନଙ୍କର ଓಂ ଶୁକ୍ରାୟ ନମ 108 ଥର ଆପଣମାନେ ଶୁକ୍ରବାର ହିଁ ଜପ କରିବାକୁ ପଡ଼ିବ। ତ ବୁଝିପାରୁଛନ୍ତି କି ନାହିଁ? 108 ଥର ଆପଣମାନଙ୍କୁ ଜପ କରିବାକୁ ପଡ଼ିବ। ଗାଧେଇକି ଆସି ଆପଣମାନେ ଯେଉଁ ଠାକୁର ରହିଛନ୍ତି ତ ସେଠି ଆପଣମାନଙ୍କୁ ଓಂ ଶୁକ୍ରାୟ ନମ 108 ଥର ଆପଣମାନଙ୍କୁ ଜପ କରିବାକୁ ପଡ଼ିବ। ତାପରେ ରହିଛି ମୁଁ ଆପଣମାନଙ୍କୁ କହିଦେବି ତୁଳା ରାଶି ଯେଉଁ ବ୍ୟକ୍ତି ବିଶେଷ ରହିଛନ୍ତି ସେମାନେ କ'ଣ କଲେ ଆପଣମାନଙ୍କୁ ଭଲ, ବା ଯେଉଁମାନେ 5 ବର୍ଷ ହେଲାଣି ମୁଁ ଆପଣମାନଙ୍କୁ କହିଥିଲି 5 ବର୍ଷ ହେଲାଣି ଆପଣମାନଙ୍କର ଭଲ ପଡ଼ିନି, ତ କ'ଣ ପାଇଁ ଭଲ ପଡ଼ୁନି ତାହାର ଉପାୟ ରହିଛି, ମୁଁ ଆପଣମାନଙ୍କୁ ବତେଇ ଦେଉଛି। ତ ଦେଖନ୍ତୁ ତୁଳା ରାଶି ପାଇଁ କ'ଣ କରିଲେ ଆପଣମାନଙ୍କର ଜୀବନରେ ସୁଖ ବା କରିଲେ ଜୀବନରେ ଭଲ ହେବ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଆପଣମାନଙ୍କ ପାଇଁ। ସରଳ କାର୍ଯ୍ୟକାରୀ ଉପାୟ ମୁଁ ଆପଣମାନଙ୍କୁ ବତେଇ ଦେଉଛି, ଷ୍ଟେପ୍ ବାଇ ଷ୍ଟେପ୍ ସବୁ କିଛି ବତେଇ ଦେବି। ତେବେ ଚାଲନ୍ତୁ, ଦୈନିକ ଆଦତ ସବୁଠାରୁ ଜରୁରୀ ଯେଉଁଟା ରହିଛି ମୁଁ ଆପଣମାନଙ୍କୁ ବତେଇ ଦେଉଛି। ଦୈନିକ ଆଦତ ରହିଛି ସବୁଠାରୁ ଜରୁରୀ। ସକାଳେ ଶୀଘ୍ର ଉଠିବାକୁ ପଡ଼ିବ। 5 ରୁ 10 ମିନିଟ୍ ଆପଣମାନଙ୍କୁ ଧ୍ୟାନ କରିବାକୁ ପଡ଼ିବ। ଯେଉଁମାନେ ଡେରିରେ ଉଠୁଛନ୍ତି, ଯଦି ଆମେ ବେଣୁସୁ ଉଠିବା ନିଶ୍ଚିତ ଭାବରେ ରୋଗ ବୈରାଗ ଠାରୁ ଦୂରେଇ ରହିବା। କଥା କହିବାରେ ଆପଣମାନେ ମଧୁରତା ରକ୍ଷା କରନ୍ତୁ। ଯେତେବେଳେ ଆପଣମାନେ କଥାବାର୍ତ୍ତା ହେଉଛନ୍ତି ସେତେବେଳେ ଆପଣମାନଙ୍କୁ କଥା କହିବାରେ ମଧୁରତା ରଖନ୍ତୁ। ଏହା ତୁଳାଙ୍କ ରାଶିଠାରୁ ସବୁଠାରୁ ବଡ଼ ଶକ୍ତି। ଆପଣମାନେ କଥାବାର୍ତ୍ତା ମଧୁର ରଖନ୍ତୁ। ତାପରେ କ'ଣ ରହିଛି ନା, ନିଷ୍ପତ୍ତି ନେବା ବେଳେ ଡେରି କରିବେନି, ଲେଖିକି ନିଷ୍ପତ୍ତି ନିଅନ୍ତୁ। ମନେ ରଖନ୍ତୁ, ଯଦି ଆପଣମାନେ କିଛି ଗୋଟେ କାମ ଦାମ କରୁଛନ୍ତି ବା କେଉଁଠି ଗୋଟେ ବିଜନେସ୍ ଆରମ୍ଭ କରୁଛନ୍ତି ବା ସେଠି ଆପଣମାନେ ନିଷ୍ପତ୍ତି ନେଉଛନ୍ତି, ତ ସେଇ ନିଷ୍ପତ୍ତି ଗୁଡ଼ିକ ମୌଖିକ ଭାବରେ ନିଷ୍ପତ୍ତି ନିଅନ୍ତୁନି ବା ଏଗ୍ରିମେଣ୍ଟ କରିକି ଆପଣମାନେ ନିଷ୍ପତ୍ତି ନିଅନ୍ତୁ। ବୁଝିପାରୁଛନ୍ତି କି ନାହିଁ? ତ ନିଅନ୍ତୁ। ତାପରେ କ'ଣ ରହିଛି ମୁଁ ଆପଣମାନଙ୍କୁ କହିଦେବି। ତ ଯେଉଁ ରହିଛି ଆପଣମାନଙ୍କର ତୁଳା ରାଶିର ଅନେକ ଦେଖାଯାଏ ଯେ ବ୍ୟକ୍ତି ବିଶେଷ ରହିଲେ ସେମାନେ ଧନ ବା ଖର୍ଚ୍ଚ ହୋଇଯାଉଛି, ବହୁତ କିଛି ଧନ ଖର୍ଚ୍ଚ ହୋଇଯାଉଛି। ତେବେ ଆପଣମାନଙ୍କୁ ସେ ଉପାୟ ଆପଣମାନଙ୍କୁ କେମିତି କ'ଣ କରିବାକୁ ପଡ଼ିବ ମୁଁ ଆପଣମାନଙ୍କୁ ବତେଇ ଦେଉଛି। ଦେଖନ୍ତୁ, ତ ଧନ ଅର୍ଥ ରହିଛି ଖର୍ଚ୍ଚରେ ଆପଣମାନେ ସନ୍ତୁଳନ ରଖିବେ। ଦେଖାଦେଖି ଖର୍ଚ୍ଚ ଏଡ଼ାନ୍ତୁ। ତ ସିଏ କ'ଣ କଲା ମୁଁ କିଣିଦେବି, ସିଏ କ'ଣ କରୁଛି ମୁଁ ଏମିତି ସବୁ କରିବି, ଏଇସବୁ ଜିନିଷ କରନ୍ତୁ। ଛୋଟ ଛୋଟ ସେଭିଂ ବା RD ଆଉ SIP ଆରମ୍ଭ ଆପଣମାନେ କରିପାରିବେ। ଶୁକ୍ରବାର ଧଳା ବସ୍ତୁ ଆପଣମାନେ ଚାଉଳ, ଦୁଧ ବା କ୍ଷୀର ଦାନ କଲେ ଧନ ଭାଗ୍ୟ ସୁଧାର ଆଣିବ। ତ ମନେ ରଖନ୍ତୁ, କେଉଁ ବାର ଆପଣମାନଙ୍କୁ କରିବାକୁ ପଡ଼ିବ ନା ଶୁକ୍ରବାର ଆପଣମାନଙ୍କୁ ଧଳା ବସ୍ତୁ ଚାଉଳ ହେଉ କିମ୍ବା କ୍ଷୀର ହେଉ ଦାନ କଲେ ଧନ ଭାଗ୍ୟ ସୁଧାର ମିଳିବ। ଯେଉଁ ମନ୍ଦିରକୁ ଯାଉଛନ୍ତି ବା ଯେଉଁ ଆସୁଛନ୍ତି ଆପଣମାନଙ୍କ ଘରକୁ ସେମାନଙ୍କୁ ମଧ୍ୟ ଆପଣମାନେ ଦାନ କରିପାରିବେ। ତାପରେ ମୁଁ ଆପଣମାନଙ୍କୁ ସବୁଠାରୁ ଉପାୟ ବତେଇବି। ତ ସେମାନେ 5 ବର୍ଷ ହେଲାଣି ତାଙ୍କ ଅସୁବିଧା ପଡ଼ୁଛି, ତାକୁ କ'ଣ କରିବାକୁ ପଡ଼ିବ। ତ ଦେଖନ୍ତୁ, ଶୁଭ ଉପାୟ ରହିଛି ଶୁକ୍ର ଶକ୍ତି ବଢ଼ାଇବା ପାଇଁ। ମନ୍ତ୍ର ଆପଣମାନଙ୍କୁ ମୁଁ ପ୍ରଥମରୁ କହିଥିଲି 108 ଥର ଆପଣମାନଙ୍କୁ ଶୁକ୍ରବାର ଆପଣମାନେ ସେ ମନ୍ତ୍ର ଜପିବାକୁ ପଡ଼ିବ। ଓಂ ଶୁକ୍ରାୟ ନମ 108 ଥର ଶୁକ୍ରବାର ଡେଲି ଜପିବେ। ଏମିତି ଆପଣମାନଙ୍କୁ 2 ମାସ କରନ୍ତୁ, ନିଶ୍ଚିତ ଭାବରେ ଆପଣମାନଙ୍କର ଉନ୍ନତି ଘଟିବ। ରୁଦ୍ରାକ୍ଷ ରହିଛି 6ମୁଖୀ, ମନ ସମ୍ପର୍କ ସତୁଳନା କରିବ। ରୁଦ୍ରାକ୍ଷ ଉପରେ ମୁଁ ସେପାରେଟ୍ ଟିପ୍ସ ବତେଇଦେବି, ଆପଣମାନେ କେହି ଚିନ୍ତା କରନ୍ତୁନି। ରଙ୍ଗ ରହିଛି ଆପଣମାନଙ୍କର କ'ଣ, ଧଳା ରହିବ, ପିଙ୍କ ରହିବ, ହାଲୁକା ନୀଳ ରହିବ। ଦିନ ରହିବ ଆପଣମାନଙ୍କର ଶୁକ୍ରବାର ଆଉ ବୁଧବାର। ଏଇ ଆପଣମାନେ ଯାହା କରିବେ ଶୁକ୍ରବାର ବୁଧବାର ଯେଉଁ କାମ କରିବେ ତ ସେଇ ବାରରେ ଆପଣମାନେ କରିପାରିବେ। ତେବେ କ'ଣ ଆପଣମାନେ ଏଡ଼ାଇବେ, ଯେଉଁ ଜିନିଷଟିକି ଆପଣମାନେ ମୁଁ ଆପଣମାନଙ୍କୁ କହିଥିଲି, ତ ସେମାନେ କ'ଣ କରେ ନିଜକୁ ସବୁବେଳେ ଭୁଲି ଯାଆନ୍ତି। ତ ଦେଖନ୍ତୁ କ'ଣ ଏଡ଼ାଇବେ, ଅତି ଦ୍ୱିଧା ଓ ଡେରି, ଏଇଟା ଆପଣମାନଙ୍କୁ ଏଡ଼ାଇବାକୁ ପଡ଼ିବ। ଲୋକଙ୍କୁ ଖୁସି କରିବା ପାଇଁ ନିଜକୁ ଭୁଲିଯିବା ଆଉ ଅନାବଶ୍ୟକ ଆପଣମାନେ ଋଣ ସବୁ କରିଦେଉଛନ୍ତି, ଯାହାଫଳରେ କି ଆପଣମାନେ ଜୀବନରେ ସୁଖ ଆସିପାରୁନି। ତ ବୁଝିପାରୁଛନ୍ତି କି ନାହିଁ? ତାକୁ ସବୁ ଆପଣମାନେ ଦୂର କରିବାକୁ ପଡ଼ିବ। ତେବେ ମୋଟ କଥା ହେଲା, ଯେଉଁ ତୁଳା ରାଶିର ବ୍ୟକ୍ତି ବିଶେଷ ଅଛନ୍ତି ତ ସେମାନଙ୍କୁ ସବୁବେଳେ ଗୋଟେ କଥା ମନେ ରଖନ୍ତୁ, ନିଜକୁ ଭୁଲନ୍ତୁ ନାହିଁ, ନିଜ ପରିବାରକୁ ଧ୍ୟାନ ଦିଅନ୍ତୁ। ସମସ୍ତଙ୍କୁ ସାହାଯ୍ୟ କରିବା ପୂର୍ବରୁ ଭାବି ଚିନ୍ତିକି ଦେଖନ୍ତୁ। ତ ଆପଣମାନଙ୍କ ପାଖରେ 500 ଟଙ୍କା ଅଛି, ଆପଣମାନେ ଭାବିବେ ସେ ଲୋକଟା ହଇରାଣ ହେଉଛି, ମୁଁ ତାକୁ 2-3 ହଜାର ଟଙ୍କା ଦେଇଦେବି, ସେ ଭଲ ଚଳିବ। କିନ୍ତୁ ସେଇଠି ଆପଣମାନେ ଭୁଲ କରିଦେଉଛନ୍ତି। ତ ଆପଣମାନେ ସାହାଯ୍ୟ କରନ୍ତୁ, କାହାକୁ ମନା ନାହିଁ, କିନ୍ତୁ ନିଜକୁ ଦେଖିକି ଆପଣମାନେ ସାହାଯ୍ୟ କରନ୍ତୁ। ତ ଭୁଲିପାରୁଛନ୍ତି କି ନାହିଁ, ବୁଝିପାରୁଛନ୍ତି କି ନାହିଁ? ତ ଏହା ଥିଲା ମୁଁ ଆପଣମାନଙ୍କୁ ବତେଇଦେଲି
तो नेक्स्ट वीडियो में आपको बतेबी तो आपण मैंने कमेंट करूँ जे आपण मानकर केते वर्ष लानी भल पड़ी ना तुला राशि तो से जदि बतईदेवे तो मुझे अनुसार मुझे आपण मानक वीडियो माध्यम बतईदेवी तो जहाँ भी मो पाखे अपडेट थी मुझे बतईदेली जहाँ भी जानी तेणुक आपण मैंने विश्वास रखुँ तो जहाँ भी जहाँ कहली आपण मैंने से अनुसार काम करूँ निश्चित भाव में आपण मानकर किसी परिवर्तन हम तो जय जगन्नाथ समस्त को प्रभु जगन्नाथ भलरे रखुँ समस्ते मिलमिशी रुहतु समस्ते समस्त को साहाय्य करूँ निश्चित भाव में आम निश्चय आम आग को जीवा तो जो उपाय मुझे आपण कहली से उपाय सब आपण मैंने करूँ निश्चित भाव में आपण मानकर जीवन में सुख आसब 100% सुख अच्छी माने दुख अच्छी जो मान भाग्य दुख अच्छी देखिए आपण मैंने से माने बहुत दिन पर दुख कर किंतु जो सुख आसब आबी जीवन में दुख आसब ना तो प्रभु जगन्नाथ समस्त भल रखुँ जय जगन्नाथ।